ଯାଇଥିଲି ସେଦିନ ଯେଉଁଦିନ ଯାଇଥିଲି ତା ଆଖି ଖୋଲିଥିଲା ପୁଅ କହିଥିଲା ଏବେ ବି ତମ ପାଖରୁ ଏଇଠୁ ଯିବି ସେଠି କିନ୍ତୁ ବର୍ତ୍ତମାନ ଯେତିକି ଖବର ଆମେ ପାଇଲୁ ସେ ମୁମୂର୍ଷୁ ଅବସ୍ଥାରେ ଅଛନ୍ତି ଭଲ ଅବସ୍ଥାରେ ନାହାନ୍ତି ଯେଉଁଟାକି ବର୍ତ୍ତମାନ ତାକୁ ବଞ୍ଚାଇବା ପାଇଁ କେବଳ ଆମେ ଈଶ୍ୱରକୁ ଡାକିପାରିବା ଭଗବାନଙ୍କୁ ଏବଂ 4,50,00,000 ଲୋକଙ୍କୁ ମୁଁ ଆପଣମାନଙ୍କ ଦ୍ୱାରା ଏତିକି କହୁଛି ଯେ ଗୋଟେ କଳାକାର କାନ୍ଦେ ନାହିଁ ଯେତେବେଳେ କାନ୍ଦେ ଗୁମୁରି ଗୁମୁରି କାନ୍ଦେ ତେଣୁକରି ଯେମିତି ହେଉ ସେ କଳାକାର ଜୀବନଟା ବଞ୍ଚୁ କାହିଁକି ନା ଆପଣ ତାକୁ ହିଁ ଅଭିଜିତ ମଜୁମଦାର କରିଥିଲେ ତାଙ୍କ ବାପା ହେଲେ ତରୁଣ ମଜୁମଦାର ଅଭିଜିତ ମଜୁମଦାର ଜଣେ ଏମିତିଆ ଗାୟକ ଏମିତିଆ ମ୍ୟୁଜିକ୍ ଡାଇରେକ୍ଟର ଯିଏକି ୟଙ୍ଗ ଜେନେରେସନ୍କୁ ସିଏ ଧରି ବାନ୍ଧି ରଖିଥିଲେ କାରଣ ଫାଷ୍ଟ ପିକ୍ଚର ମୋ ସାଙ୍ଗରେ ମୁଁ ମ୍ୟାନେଜର ଶ୍ୱଶୁର ଘର ଜିନ୍ଦାବାଦ ସଞ୍ଜୟ ନାୟକ ତ ଏତିକି କହିବି ଓଡ଼ିଶାବାସୀକୁ ଯେ ଆମେ ସମସ୍ତେ ମିଶି ଯଦି ଭଗବାନଙ୍କୁ ଡାକିବା ହୁଏତ ଭଗବାନ ବଞ୍ଚେଇ ଦେଇପାରନ୍ତି ନହେଲେ ଭାରି କଷ୍ଟ କାରଣ ସେମାନେ ଏବେ ଡକ୍ଟର ଯିଏ ଲାଗିଛନ୍ତି ଦିଲ୍ଲୀ ଡାକ୍ତର ଏବେ ଦିଲ୍ଲୀକୁ ବି ମହାଲିଙ୍ଗ ବାବୁ କହିଛନ୍ତି ଯେ ଯଦି କିଛି ଏଠି ହେଲା ଆମେ ତାଙ୍କୁ ନେଇଯିବୁ ଦିଲ୍ଲୀ ସରକାର ପ୍ରଚେଷ୍ଟା କରୁଛି ସେଇଟା ଭଲ ମୋହନ ଭାଇକି କହିବି ଭଲ କଥା କିନ୍ତୁ ଗୋଟେ କଳାକାର ପ୍ରତି ଆମ ସବୁ ଲୋକଙ୍କର ଯଦି ଆମର ଦବା ଦୁଆ ନହେଲେ ହେବନି ଦବା ତ ଦେଇଦେବା ଆମକୁ କିଏ ଏମ୍ସ କିନ୍ତୁ ଦୁଆ ଯଦି ନ ଆଇଲା ଗୋଟେ ଲୋକ କେମିତି ବଞ୍ଚିବ ତେଣୁକରି ମୁଁ ଓଡ଼ିଶାବାସୀଙ୍କୁ ଆପଣ ମାଧ୍ୟମରେ ହାତ ଯୋଡ଼ି ବିନୀତ ଅନୁରୋଧ କରିବି ସମସ୍ତେ ଟିକେ ଅଭିଜିତ ପାଇଁ ସମସ୍ତେ ଏକାଠି ହୁଅନ୍ତୁ ଏବଂ ଠାକୁରଙ୍କୁ ଡାକନ୍ତୁ ଏତିକି କହି ରହୁଛି ନମସ୍କାର ସରକାରଙ୍କ ଯେଉଁ ସହଯୋଗ ଦେଇଛନ୍ତି ସରକାର ସଫିସିଏଣ୍ଟ ସହଯୋଗ କରୁଛନ୍ତି ତ ହଁ କରୁଛନ୍ତି ମୁଁ ଯେତିକି ଖବର ପାଇଛି ଅଛନ୍ତି ସରକାର ଆମ ସାଙ୍ଗରେ ସରକାର ଅଛନ୍ତି ଆଉ ସବୁ କଳାକାର ଅଛନ୍ତି ସବୁ ଇଣ୍ଡଷ୍ଟ୍ରିର ସମସ୍ତେ ଅଭିଜିତ ପାଇଁ ଯାଇକି ସେଠି ପହଞ୍ଚିଛନ୍ତି ଆଉ ସବୁଠୁ ବଡ଼ କଥା ହେଲା ତାଙ୍କ ୱାଇଫ୍ର ଆଶୀର୍ବାଦ ପିଲାର ଡାକ ସବୁ ରହିଛି ମୁଁ ଏତିକି କହିବି ନିଶ୍ଚୟ ଅଭିଜିତ ଭଲ ହେଇଯିବେ ଭଗବାନଙ୍କୁ ମୁଁ ଡାକୁଛି ଗୋଟେ ଭାଇ ହିସାବରେ